ବନ୍ଧୁଗଣ ଆଜି ଗୋଟେ ଏମିତି କଥା ଆଲୋଚନା କରିବା। କୁମ୍ଭ ରାଶି ବହୁତ ଜ୍ଞାନର ରାଶି, ବହୁତ ହିଁ ସେମାନେ ଉଚ୍ଚ ଅଭିଳାଷୀ, ବହୁତ ବଡ଼ ବଡ଼ କଥା ଚିନ୍ତା କରିବା ରାଶି, ବହୁତ ବଢ଼ିଆ ରାଶି। ଶନିଦେବଙ୍କର ରାଶି, ଶନିଦେବଙ୍କର ମୂଳ ତ୍ରିକୋଣ ରାଶି ସେଇଟା। ମାନେ କୁମ୍ଭ ରାଶିରେ ଆପଣ ଦେଖିବେ ସବୁ ପ୍ରକାର ଗୁଣ ଅଛି ତା ପାଖରେ। ଯେଉଁ ଆମ ପାଖରେ ଯେତେଟା ରାଶି ଅଛନ୍ତି ସମସ୍ତଙ୍କର ଗୋଟେ ଗୋଟେ ଅଲଗା ଅଲଗା ଗୁଣ ଥାଏ, କିନ୍ତୁ କୁମ୍ଭ ରାଶି ପାଖରେ ସବୁ ପ୍ରକାର ଗୁଣ ଥାଏ। ବଟ୍ କୁମ୍ଭ ରାଶିରେ କ'ଣ ବହୁତ ଦୁଃଖ ପାଆନ୍ତି। ଦୁଃଖ ପାଇବାର କାରଣ ବହୁତ, ଆମେ ପରେ କେତେବେଳେ ଆଲୋଚନା କରିବା। କିନ୍ତୁ ଆଜି ଗୋଟେ ଆଲୋଚନା କରିବା ଯେ ଆମର କୁମ୍ଭ ରାଶିଙ୍କର 7.5 ପଡ଼ିଛି, 7.5ର ଅନ୍ତିମ ପର୍ଯ୍ୟାୟ। ଏମିତି କାହାର ଦଶା ଅନ୍ତର୍ଦଶା କ'ଣ ଖରାପ ପଡ଼ିଥିବ। ତାପରେ କୁମ୍ଭ ରାଶିରେ ଏବେ ଗୋଟେ ଆଉ ଗୋଟେ ସମୟ ଆସୁଛି, କ'ଣ କହିଲେ, ଏବେ ଗୋଟେ ଗ୍ରହଣର ସମୟ ଆସୁଛି। କେଉଁ ଗ୍ରହଣ? ସୂର୍ଯ୍ୟଙ୍କର ଗ୍ରହଣ। କାହାଙ୍କ ଉପରେ? ମାନେ କାହାଙ୍କ ଦ୍ୱାରା ସେ ଗ୍ରହିତ ହେବେ? ରାହୁଙ୍କ ଦ୍ୱାରା। କେମିତି ହେବେ? ଲଗ୍ନ ଭାବରେ ରାହୁ ଅଛନ୍ତି, ସମସ୍ତେ ଜାଣିଛନ୍ତି କୁମ୍ଭ ରାଶିରେ ବର୍ତ୍ତମାନ ରାହୁ ଅଛନ୍ତି। ସେ କ'ଣ ନା ଆଉ କିଛି ଦିନ ପରେ ସୂର୍ଯ୍ୟ ପଳେଇ ଆସିବେ ଲଗ୍ନକୁ। ତ ସେଇଠି ସୂର୍ଯ୍ୟ ରାହୁ କୁମ୍ଭ ରାଶିରେ ଗ୍ରହଣ ଯୋଗ। ରାହୁ ମାନେ ଏମିତିରେ ବି ଶନିଦେବଙ୍କର ହେଉଛି ସେ ରାଶି। ତ ସୂର୍ଯ୍ୟ ପୁରା ମାନେ କ'ଣ କହିଲେ ଅତ୍ୟଧିକ ସମ୍ପୂର୍ଣ୍ଣ ରୂପେ ସେଇଠି କ'ଣ ହେଉଛି ନା ଡମିନେଟ୍ ହେଇଯାଉଛି, ସୂର୍ଯ୍ୟଙ୍କର ପାୱାର ଡମିନେଟ୍ ହେଇଯାଉଛି। ତ ରାହୁ ଯାହା ବି ହେଲେ କୁମ୍ଭ ରାଶି ପାଇଁ ଭଲ ହେଲେ ମଧ୍ୟ ରାହୁ ଶତଭିଷା ନକ୍ଷତ୍ରରେ ଯେହେତୁ ହେବେ, ତ ସୂର୍ଯ୍ୟ ହେଉଛନ୍ତି କ'ଣ ରଜା, ରାହୁ ହେଉଛନ୍ତି ଗୋଟେ କ'ଣ କୂଟ ଗ୍ରହ, ଭ୍ରମିତ ଗ୍ରହ। ତ ଏଇ ଯେଉଁ ସମୟଟା ଆପଣଙ୍କୁ ବହୁତ ହଇରାଣ କରିବ। ଯେଉଁମାନଙ୍କ ଜାତକ ଆପଣ ଦେଖିନାହାନ୍ତି ନିଶ୍ଚିତ ଭାବେ ଜାତକ ଦେଖନ୍ତୁ। ଆମକୁ କଲ୍ ବି କରିପାରିବେ, ଆମର ଜାତକ ଦେଖିବାର ସମୟ ଅନୁସାରେ ଆମେ ଜାତକ ଦେଖି ଆପଣଙ୍କୁ କହିବୁ। କାହିଁକିନା ଏଇ ଯେଉଁ ସମୟରେ ଆପଣମାନେ ନା ବହୁତ ପ୍ରୋବ୍ଲେମ୍ ହେବ। ଫାର୍ଷ୍ଟ ପ୍ରୋବ୍ଲେମ୍ ଆପଣଙ୍କର କ'ଣ ହେବ ମୁଁ କହିଦେଉଛି। ସ୍ୱାସ୍ଥ୍ୟ ଜନିତ ବି ସମସ୍ୟା ହେବ, ମାନସିକ ପରିଶ୍ରମ, ମାନସିକ ପରେଶାନୀ, ତା ସହିତ ନିଦ ପ୍ରୋବ୍ଲେମ୍, ପେଟ ଜନିତ ପ୍ରୋବ୍ଲେମ୍ ଆପଣଙ୍କର, ମସ୍ତିଷ୍କ ଜନିତ ପ୍ରୋବ୍ଲେମ୍, ମୁଣ୍ଡ ଜନିତ ବଥା, ଦେହ ହାତ ବିନ୍ଧା ଚିଚା ହେବା, ଋତୁକାଳୀନ ମାନେ ଋତୁକାଳୀନ ଯାହା ବି ପରିବର୍ତ୍ତନ ଘଟିବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସେ ସବୁ ପଡ଼ିବ। ଗୋଟେ ମାସ ନୁହେଁ 2 ମାସ ବର୍ତ୍ତମାନ ଏମିତି ଚାଲିବ। ପୁଣି ଏଠି ଗୋଟେ ଶୁକ୍ର ଆସିବେ, ଶୁକ୍ର ଆସିଲେ ଆହୁରି ଷ୍ଟ୍ରଙ୍ଗ ହେଇଯିବେ ରାହୁ। ତ ସୂର୍ଯ୍ୟକୁ ସେ ଡାଉନ୍ କଲେ। ଏମିତିରେ 7.5 ଅର୍ଥ ପ୍ରୋବ୍ଲେମ୍ ବି ଦେଉଥିଲା। ତ କିଛି ଦିନ ହେଲା 20-25 ଦିନ ହେଲା କୁମ୍ଭ ରାଶି ଭଲ ଆସିଥିଲା ଟିକେ, ଯାହା ବି ଏ କ'ଣ ନା ପୁଣି ଯେଉଁ ଗ୍ରହଣ ଯୋଗ ଆସିବ ବଡ଼ ପ୍ରୋବ୍ଲେମ୍ ଆସିବ। ତ କ'ଣ ହେବ ଆଉ ଗୋଟେ କଥା ଆଲୋଚନା କରିବା। ଗ୍ରହ ଗୋଚର ଅନୁଯାୟୀ ଦେଖିବା ଆପଣମାନଙ୍କର ବହୁତ ବଡ଼ ବଡ଼ ଆଶା ଗୁଡ଼ାକ ସବୁ ଥିବ। ଏବେ ଆପଣଙ୍କୁ ଲାଗିବ କ'ଣ କହିଲ, ଆପଣ ସେ କାର୍ଯ୍ୟ କରିବେ, କିନ୍ତୁ ଭ୍ରମିତ ଯେହେତୁ ରାହୁ କରିବେ, ଆପଣମାନେ କେଉଁଠି ପଇସା ଖର୍ଚ୍ଚ କରିଦେବେ, ଭୁଲ ଭଟକାରେ ପଇସା ଗୁଡ଼ାକ ପଳେଇବ। ନିଶ୍ଚିତ ଭାବରେ ଜ୍ୟୋତିର୍ବିଦ ବିଜ୍ଞାନ ଗୋଟେ, ଆପଣ ସେଇ କଥା ଅନୁଯାୟୀ ଦେଖନ୍ତୁ। କିଛି ଦିନ ଭିତରେ ଆମେ ଯାହା କହିଛୁ ସବୁ ସେୟା ଘଟିଛି। ତ ଆଜି ଗୋଟେ ଭିଡ଼ିଓ କରିବାର ପ୍ରয়োଜନ ଏଇଥିପାଇଁ, ଚନ୍ଦ୍ରଗ୍ରହଣ ହେଇଥିଲେ ମନ ଅଶାନ୍ତ କେବଳ ହେଇଥାନ୍ତା, ଅଲଗା କଥା ଥିଲା। କିନ୍ତୁ ସୂର୍ଯ୍ୟଗ୍ରହଣ ହେଲେ ଆପଣଙ୍କର ନିଜର ଆତ୍ମର ଯେଉଁ ଗୋଟେ ଚାହିଦା ଅଛି ସେଇଟା ମରିଯାଉଛି। ଏଇଟା କେତେ ଦିନ ପାଇଁ ରହିବ ବି ଆପଣଙ୍କ ଜାଣିବା ଦରକାର। କ'ଣ ଖାଲି ଖରାପ କଥା କହିବା, ଭଲ କଥା ବି କହିବା ନା। ଏଇ ମାର୍ଚ୍ଚରେ ଟିକେ ଅଧିକ ଇଫେକ୍ଟ ରହିବ, ଏପ୍ରିଲରୁ ପୁଣି ଠିକ୍ ହେଇଯିବ। କିନ୍ତୁ ଆପଣଙ୍କୁ ଆଉ ଗୋଟେ କଥା, ୟାର ଫାଇଦାଟା ମଧ୍ୟ ଅଛି। ଫାଇଦା କ'ଣ ହେଉଛି ନା, ଆପଣ ଯେଉଁ କର୍ମ କରିବାକୁ ଚାହୁଁଥିବେ ଏବେ ସେ କର୍ମ ପଛରେ ଆପଣ ପଡ଼ିବେ। ଆଉ କର୍ମକୁ ଆପଣ କେମିତି ହାସଲ କରିବେ, ସଫଳତା ପାଇବା ପର୍ଯ୍ୟନ୍ତ କେମିତି ହାସଲ କରିବେ ସେଇଟା ଆପଣ ଜାଣିଛନ୍ତି, ଆପଣ କେବେ କରୁନାହାନ୍ତି। ଏବେ ଆପଣ କରିବାର ସମୟ ଆସିଛି, ଆପଣ କରନ୍ତୁ। ଆପଣ କରିବେ, ଆପଣଙ୍କୁ କିଏ ସାହାଯ୍ୟ କରିବେ? ଆପଣ ଜାଣିଛନ୍ତି ବୃହସ୍ପତି ଆପଣଙ୍କର ବସୁଛନ୍ତି କେଉଁଠି କହିଲେ? ପଞ୍ଚମ ଘରେ ବୃହସ୍ପତି ବସୁଛନ୍ତି। ତ ଏଇଟା ଗୋଟେ ହେଉଛି ବହୁତ ସୁବର୍ଣ୍ଣ ସୁଯୋଗ। ଆପଣ ଦେଖିବେ ବୃହସ୍ପତି ଆପଣଙ୍କୁ ବହୁତ ଗୁଡ଼ାକ, ରାହୁ ହୁଅନ୍ତୁ, କେତୁ ହୁଅନ୍ତୁ, ସେ ଯିଏ ହୁଅନ୍ତୁ, ସମସ୍ତଙ୍କର ପ୍ରୋବ୍ଲେମ୍ ବୃହସ୍ପତି ଦେବ ଆପଣଙ୍କୁ ନିଶ୍ଚିତ ଭାବରେ ସବୁ ପ୍ରୋବ୍ଲେମ୍ ଗୁଡ଼ାକ ଦୂରେଇ କରିବାର ସାହାଯ୍ୟ କରିବେ। ଆପଣ କଷ୍ଟ କରିବେ, କର୍ମ କରିବେ, ଆପଣଙ୍କର ଯେଉଁ ସଫଳତାର ଚାବି ଆପଣଙ୍କ ଉପରେ ହଜି ଯାଇଥିଲା ସେ ଚାବି ଆପଣଙ୍କର ଏବେ ମିଳିଛି। କାହା ପାଖରେ ଅଛି? ବୃହସ୍ପତିଙ୍କ ପାଖରେ ଅଛି। ଆଉ ଗୋଟେ କଥା ଶୁଣିବେ, ବୃହସ୍ପତି ଆପଣଙ୍କୁ ଯେତେବେଳେ ଭଲ ଦୃଷ୍ଟି ପକାଉଛନ୍ତି ବୃହସ୍ପତିଙ୍କର, ବଢ଼ିଆ ଦୃଷ୍ଟି ବୃହସ୍ପତିଙ୍କର ବି ଅଛି। ପଞ୍ଚମ ଦୃଷ୍ଟି ବୃହସ୍ପତିଙ୍କର ବି ବଢ଼ିଆ ଅଛି। ଭାଗ୍ୟ ଭାବକୁ ଅଛି, ତ ଭାଗ୍ୟ ବି ଆପଣଙ୍କର ସାଥ ଦେବ। ତ ଚାବି ଯେଉଁ ବୃହସ୍ପତି ଖୋଲିବେ ଯେତେବେଳେ ନା,
ସେ ଯେଉଁ କବାଟ ଯେତେବେଳେ ବନ୍ଦ ହେଇଛି, ଯେତେବେଳେ ଜଙ୍କ୍ ଫଙ୍କ୍ ଲାଗିକି ଯାଇଥିବ ନା, ତ ଗୋଟେ ପ୍ରକାର ଏବେ କ'ଣ ନା, ସେ ଜଙ୍କ୍ଟା ଯେଉଁଟା, ସେଇ ଯେଉଁ ଜଙ୍କ୍ ଯେତେବେଳେ ଟିକେ ହାତୁଡ଼ି ଫାତୁଡ଼ିରେ ପିଟା ଚାଲିଛି, ସେ ଜଙ୍କ୍ ଗୁଡ଼ାକ ଖୋଜା ଚାଲିଛି, ସେଇଟା ଏବେ ଗ୍ରହଣଟା ଟିକେ କଷ୍ଟ ହେବ। କିନ୍ତୁ ତାପରେ ବୃହସ୍ପତିଙ୍କ ହାତରେ ଚାବି ଅଛି ମାନେ ଘର ଖୋଲିବ। ଆଉ ଶନିଦେବ ସିଏ କ'ଣ ଅନ୍ୟାୟର ଗ୍ରହ? ସେ ନ୍ୟାୟର ପ୍ରତୀକ ପରା। ଆପଣଙ୍କୁ ଯଦି ନ୍ୟାୟମାନ ରାଶି ଶନିଦେବ, ଦେଖନ୍ତୁ ଶନିଦେବ ନୁହନ୍ତି ଯେ ଆପଣ ତାଙ୍କ ଉପରେ ତେଲ ଢାଳି ଦେଲେ, 1000 ଟଙ୍କା ଦାନ କରିଦେଲେ ଖୁସି ହେଇଯିବେ। ଶନିଦେବ କର୍ମ, ଦେଖନ୍ତୁ ଯେଉଁମାନେ କୁମ୍ଭ ରାଶିର ଲୋକ ନା, ସେମାନେ ଅଳସୁଆ, ସତରେ ସେମାନେ ଅଳସୁଆ। ଆଉ ଶନିଦେବଙ୍କ ରାଶି ହେଇକି ତୁମେ ଯଦି ଅଳସୁଆ ରହିବ, ନିଶ୍ଚିତ ଭାବରେ ଅସୁବିଧା ହେବ ନା। ଆପଣ ଉଠନ୍ତୁ, କାମ କରନ୍ତୁ। ଏବେ କ'ଣ ଦେଖନ୍ତୁ, ବୃହସ୍ପତିଙ୍କ ହାତରେ ଚାବି ରହିଲା। ରାହୁ ଜଙ୍କ କେବଳ ବନେଇ ଦେଇପାରିବ। ରାହୁ କ'ଣ ଭିତରକୁ ଯାଇକିରି ଜିନିଷ ନଷ୍ଟ କରିପାରିବନି। ତ ବୃହସ୍ପତି ହାତରେ ଯଦି ଚାବି ଖୋଲିଗଲା, ଶୁକ୍ର ବି ସେ ଟାଇମ୍ରେ ସେଇଠି ରହିବେ। ତ ସୂର୍ଯ୍ୟ ବି ଯେତେବେଳେ ଟିକେ ଟିକେ ଗ୍ରହଣ ଛାଡ଼ିବ, ତ ସେଠି କ'ଣ ହେଉଛି ନା, ରାହୁ ଯେହେତୁ ଲଗ୍ନର ଅଛି, ଲଗ୍ନ ମାନେ ନିଜ ଉପରେ ଅଛି, ରାହୁ ସେଠି ଆପଣଙ୍କୁ ହେଲ୍ପ କରିବେ। ଏଇଥିପାଇଁ ହେଲ୍ପ କରିବେ, ନିଜର ରାହୁଙ୍କର ନିଜର ଘର ମଧ୍ୟ କୁହାଯାଏ କୁମ୍ଭ ରାଶିର ଘର। ରାହୁଙ୍କର କୌଣସି ରାହୁ କେତେକ ଘର ନଥାଏ, କିନ୍ତୁ ରାହୁଙ୍କର କୁହାଯାଏ କୁମ୍ଭ ରାଶି ବି ରାହୁଙ୍କର ଘର। ତ ତାପରେ ଅର୍ଥ କ୍ଷେତ୍ରରେ ଶନିଦେବ ଅଛନ୍ତି, ଶନିଦେବ କଷ୍ଟ ଦେବେ। କେତେ ଆଉ କଷ୍ଟ ଦେବେ ତାଙ୍କ ନିଜ ସନ୍ତାନକୁ? କେତେ କଷ୍ଟ ଦେବେ? 7.5 ଆପଣଙ୍କର ପଡ଼ିଛି, ଆଉ 1.5 ବର୍ଷ ରହିଲା। ଏବେ ଯଦି ଭଲ କର୍ମ ଆପଣ ଆଗରୁ କରିଥିବେ, ବୃହସ୍ପତିଙ୍କ ହାତରେ ଚାବି ରହିଲା, ଅର୍ଥ ଘରେ ଶନିଦେବ ରହିଲା, ଦେଖନ୍ତୁ ଆପଣ ଏବେ କ'ଣ ହେବ ଆପଣଙ୍କର। ଆପଣଙ୍କୁ କିନ୍ତୁ ମୁଁ ପ୍ରଥମରୁ କହିଛି, କର୍ମ କରିବାକୁ ପଡ଼ିବ। ୱିଦାଉଟ୍ ଏନି କାଇଣ୍ଡ ଅଫ୍ ୱାର୍କ ୟୁ ୱିଲ୍ ନଟ୍ ଗେଟ୍ ଏନି କାଇଣ୍ଡ ଅଫ୍ ସକ୍ସେସ୍। କାହିଁକିନା ଶନିଦେବଙ୍କର ପ୍ରିୟ ରାଶି ମୂଳ ତ୍ରିକୋଣ ରାଶି, କର୍ମବୀର ରାଶି, ବହୁତ ବଢ଼ିଆ ରାଶି, କଷ୍ଟ କିନ୍ତୁ ପାଆନ୍ତି। ଆପଣ ଜାଣିଛନ୍ତି, ଆପଣ ଦେଖିବେ ଅଲଗା ଲୋକଙ୍କ କଥା ଛାଡ଼, ମୁଁ ଗୋଟେ କଥା କହିବି, ମୁଁ ପ୍ରେଡ଼ିକ୍ସନ୍ ଏବେ କହୁଛି। ଆପଣମାନେ ଗୋଟେ କଥାକୁ ଅଯଥା ଭାବନ୍ତି, ଆଉ ଆପଣଙ୍କ ସାଥିରେ ସବୁ ଅଯଥା କାମ ହୁଏ। ଆଉ ଆପଣଙ୍କର ଗୋଟେ ଜିନିଷ ଏକା ଥରକରେ ହୁଏନି, ଆପଣଙ୍କୁ 2 ଥର 3 ଥର ଲାଗିବାକୁ ପଡ଼େ। ଛୋଟ ଗୋଟେ ଜିନିଷ ବି ହଉ, କିନ୍ତୁ ହେଇଯାଏ ତାପରେ ଲାଷ୍ଟରେ ନା। ଯେଉଁଟାକୁ ଯିଏ ଗୋଟେ ତୀର ମାରିବ ଥରକରେ ବାଜିବ, ତୁମର 2 ଥର ବାଜିବ। ଏଇଟା ହୁଏ କି ହୁଏନି ଆପଣ କୁହନ୍ତୁ? କାହାର ଜଲ୍ଦି ହେଇଯାଉଥିବ, କିନ୍ତୁ ଜଲ୍ଦି ଯାହାର ହେଉଥିବ ତାପରେ ତାକୁ ବଡ଼ ଷ୍ଟ୍ରଗଲ୍। କିନ୍ତୁ ଯାହାର ହେଉନଥିବ, କିନ୍ତୁ ଦେଖିବେ ସିଏ ଯେଉଁ ତୀରଟା, ଆପଣ ଯେଉଁ ତୀରଟା ମାରିଥିବେ, ସେ ତୀରଟା ଏମିତି ଗୋଟେ ଜାଗାରେ ବାଜିଥିବ, ତୁମକୁ ବାଟ ଦେଖାଇଦେବ। ସେ କୁମ୍ଭ ରାଶି ହେଉଛି ଏଇଭଳିଆ ରାଶି। ଦେଖନ୍ତୁ, ରିମେଡ଼ି କଥା ଆଲୋଚନା କରିବା। ମୁଁ ତ କହିଲି ନା, ଦାନ ଧର୍ମ କିଛି ଇଏ ସବୁ ହେଉଛି ଅଯଥା ଜିନିଷ। ଏ ଯେଉଁ ଦାନ ଧର୍ମ, ଏଇଟା ପିନ୍ଧିବା ଦିଆ, ଗୋଟେ ଦାନ ଧର୍ମ କାହାକୁ କୁହାଯାଏ ଜାଣିଛନ୍ତି? ଯିଏ ଖାଇବାକୁ ପାଉନି, ଗୋଟେ ଭିକାରୀ ଲୋକଟାକୁ ଖାଇବାକୁ ଦିଅନ୍ତୁ, ଯିଏ ବନ୍ଧ ଖାଇବାକୁ ଦିଅନ୍ତୁ, ଯାହାର ହାତ ଗୋଡ଼ ନାହିଁ ଖାଇବାକୁ ଦିଅନ୍ତୁ, ଗୋଟେ ଅନାଥ ଆଶ୍ରମରେ ଖାଇବାକୁ ଦିଅନ୍ତୁ। କିଏ ଯଦି ଗୋଟେ ବିରାଟ ବଡ଼ ମାନେ ସଂସ୍ଥା ହେଉଛି, ମୁଁ ଏଇଠି ଦେଇଦେଲି 500 ଟଙ୍କା 1000 ଟଙ୍କା, ଇଏ ନୁହଁ। ଏଗୁଡ଼ା ସବୁ ଅଯଥା ଧନ୍ଦା, ବନ୍ଦ କର ଏଗୁଡ଼ା ସବୁ। ଶନିଦେବଙ୍କର ରାଶି। ଆଉ ଗୋଟେ କଥା ଶୁଣ, ହନୁମାନଙ୍କର ହନୁମାନ ଚାଳିଶା ପାଠ କର, ନିଶ୍ଚିତ ଭାବରେ ଦେଖିବେ ଆପଣଙ୍କର ପଜିଟିଭ୍। ଯେତେ ପ୍ରୋବ୍ଲେମ୍, ମୁଁ ବହୁତ ମାନେ ଦେଖିଛି, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପଢ଼ିଛି, ଆଉ ବହୁତ କୁଣ୍ଡଲି ଦେଖିଛି। ଗୋଟେ ଲୋକଙ୍କର ବହୁତ ପ୍ରୋବ୍ଲେମ୍ ଥାଏ, ବଟ୍ ସେମାନେ ଆଜିକା ଡେଟ୍ରେ ଏତେ ବଡ଼ କୋଟିପତି, ସେମାନେ ତାଙ୍କ ନିଜ ଗ୍ରହ ଠିକ୍ କରିଦେଇଛନ୍ତି। କେମିତି କରିଛନ୍ତି ଦେଖିଲେ? ତାଙ୍କର ଏଇଟା ଖରାପ ହେଲା, ମୁଦି ପିନ୍ଧୁଛନ୍ତି କ'ଣ? ମୁଦି ପିନ୍ଧିଥିବେ, ଷ୍ଟୋନ୍ର ବହୁତ କିଛି ଅଛି। ସେମାନେ ଆଧ୍ୟାତ୍ମିକ ସାହାରା ନେଇଛନ୍ତି। ମହାଦେବ ମହାକାଳଙ୍କର ଯିଏ ଭକ୍ତ, ଦୁନିଆରେ କିଏ ଅଛି କହିଲ? ନବଗ୍ରହ, ଯକ୍ଷ ବକ୍ଷ, ଯେତେ ପ୍ରୋବ୍ଲେମ୍ ଜିନିଷ ଅଛି, ନବଗ୍ରହ ତ ଭଗବାନଙ୍କ ସ୍ୱରୂପ। ଯେତେ ମାନେ ଦୁନିଆ ସାରା ଶକ୍ତି ଅଛି, ଯେତେ ଖରାପ ଶକ୍ତି ଅଛି, ମହାଦେବ ପାଖରେ ଗୋଟେ କ'ଣ? ଆଉ ତାପରେ କୁମ୍ଭ ରାଶି ଶନିଦେବଙ୍କ ରାଶି। ଶନିଦେବ କିଏ? କ'ଣ ମହାଦେବଙ୍କର ସିଏ ଭକ୍ତ? ଖୋଲ ହୃଦୟରେ ଥିଲେ ମହାଦେବକୁ ଡାକି ଦିଅନ୍ତୁ। ଆପଣ ମହାଦେବଙ୍କ ମଥାରେ ଚନ୍ଦ୍ର ଆପଣଙ୍କର ଷ୍ଟ୍ରଙ୍ଗ ହେଇଯିବ ମହାଦେବକୁ ପୂଜା କଲେ। ସାପ ମହାଦେବ କେବେ କରେ? ସାପ କିଏ? ରାହୁ କେତୁ ଶନିକୁ ସାପ ବୋଲି ଆଖ୍ୟା ଦିଆଯାଏ। ସୂର୍ଯ୍ୟ କିଏ?
ସୂର୍ଯ୍ୟ କିଏ ଯେଉଁ ଗ୍ରହ ଯେଉଁ ରାଜ ସୂର୍ଯ୍ୟ ଦିନ କରୁଛନ୍ତି ଏ ଯେଉଁ 9ଟା ଗ୍ରହ ଏମାନଙ୍କୁ ସବୁ ଉପାଧି କିଏ ଦେଇଥିଲେ ମହାଦେବ। ତ ଆପଣ ଯଦି ମହାଦେବକୁ ଯଦି ସେଇଭଳିଆ ହୃଦୟରୁ ଡାକିବେ କୌଣସି ଗ୍ରହ ଆପଣଙ୍କର କିଛି କରିପାରିବନି। ତ ଏହିପରି ଭାବରେ ଯଦି ଆପଣ ନିଜର କୁଣ୍ଡଲି ବି ଟିକେ ଦେଖିବା ଦରକାର, ନିଜର କୁଣ୍ଡଲିରେ କ'ଣ ପ୍ରୋବ୍ଲେମ୍ ଅଛି ସେଇଭଳିଆ ଭାବରେ ରିମେଡ଼ି ବି କରିବାକୁ ପଡ଼ିବ। ଆପଣ ନିଶ୍ଚିତ ଭାବରେ ଆମକୁ ବି କଣ୍ଟାକ୍ଟ କରିପାରିବେ, ଆମକୁ କଣ୍ଟାକ୍ଟ କରିକି ଆମର ସିଡ୍ୟୁଲ୍ ଯେଉଁ ଅଛି ଟାଇମ୍ ଅନୁସାରେ ନିଶ୍ଚିତ ଭାବରେ ଆପଣ କଥା ବି ହେଇପାରିବେ। ଜୟ ଜଗନ୍ନାଥ।